ଶ୍ରୀ ଶ୍ରୀ ନୃସିଂହ ପୁରାଣ। କନକାବତୀପୁରରେ ନୃସିଂହଙ୍କ ପ୍ରବେଶ ଓ ରାଜକୁମାରମାନଙ୍କର ବିଦ୍ୟା ଶିକ୍ଷା ଆରମ୍ଭ। ଏଥୁ ଅନ୍ତେ ବାଣୀ ଶୁଣ ହୋ ନାରଦ ଋଷି, ଚାର ଯାଇ ଜଣାଇଲା ସଭା ମଧ୍ୟ ଆସି। ସେ କାଙ୍କଳ ସୁର ଆଗେ ଖବର କହିଲା, ଶୁଣନ୍ତୁ ହେ ବୀରମଣି ନୃସିଂହ ଆସିଲା। ସିଂହଦ୍ୱାରେ ଆସି ଅଛନ୍ତି ଯେ ଜାଣ ରହି, ଆସିବେ ରାଜାର ଆଜ୍ଞା ହେଲେ ବେନି ଭାଇ। ଶୁଣିଣ କାଙ୍କଳ ସୁର ଉଠିଲା ତତ୍କାଳେ, ରାଜା ଛାମୁରେ କହିଲା ଯାଇ କର୍ଣ୍ଣମୂଳେ। ବୋଇଲା ଭୋ ସାବଧାନେ, ଶୁଣ ଦୈତ୍ୟରାଏ, ସିଂହଦ୍ୱାରେ ଆସିଣ ହେଲେ ଯେ ବିପ୍ରପୋଏ। ଶ୍ରୀ ଆଜ୍ଞା ହେଲେ ଆସିବା, ତାଙ୍କୁ ଆମ୍ଭେ ଘେନି, ଚିହ୍ନିବା କେହ୍ନେ କହିବେ ସେହି କଥା ମାନି। ଏହା ଶୁଣି ମୋର ହସି ବୋଲେ ଘେନି ଆସ, ତାଙ୍କ ରୂପ ଦେଖି ଆଗ ଜାଣିବା ଭବିଷ୍ୟ। ଶୁଣିଣ କାଙ୍କଳ ସୁର ଗଲା ତତକ୍ଷଣ, ବୋଇଲାକ ରାଜ ଆଜ୍ଞା ହେଲା ବେଗେ ଆଣ। ଏହା ଶୁଣି ଚରଚିଆ ଗଲା ବେଗେ ଧାଇଁ, ଦେଖିଲା ସିଂହଦ୍ୱାରରେ ଛନ୍ତି ବେନି ଭାଇ। ଅଶିଳକୁ ବୋଇଲା ହେ ଶୀଘ୍ର ଉଠି ଆସ, ରାଜା କହିଲେ ଆସନ୍ତୁ ସଙ୍ଗେ ଜଗଦୀଶ। ଉଠିଲା ଶୁଣି ଅଶିଳ ଦୈତ୍ୟ ଅତି ବେଗେ, ଗରୁଡ଼ ରଥ ଚଳାଇ ଦେଲା ସଙ୍ଗେ ସଙ୍ଗେ। ସଭାକୁ ଯାନ୍ତେ ଦିଶିଲା ପ୍ରଭୁ ତିନି ରୂପେ, ଗରୁଡ଼କୁ ବିଶ୍ୱଗର୍ଭେ ରଖିଦେଲେ ଗୋପେ। ଯାହାର ଯହିଁରେ ମନ ଯେମନ୍ତ ସ୍ୱଭାବ, ସେହି ରୂପରେ ଦିଶନ୍ତି ତାକୁ ବାସୁଦେବ। ଆବର ଦେବଙ୍କୁ ଦିଶନ୍ତି ସେ ବିଷ୍ଣୁ ପ୍ରାୟେ, ଦିଶନ୍ତି ଋଷି ଯାକଙ୍କୁ ଶଙ୍ଖ ଚକ୍ର କାଏ। ପାତାଳରୁ ନାଗ ଲୋକେ ଆସିଥିଲେ ଯେତେ, ସେ ବୋଇଲେ ଆସିଲେ କହରି ମୂର୍ତ୍ତିମନ୍ତେ। ନର ଲୋକ ବୋଇଲେ ନିଶ୍ଚେ ପରଂ ବ୍ରହ୍ମ, ଏହାଙ୍କୁ ଯେ ଭଜଇ ସେ ଭକତ ଉତ୍ତମ। କୋଟିଏ ତପ କଲେ ନ ଦେଖି ଯାହା ଭଲେ, ସେ ପ୍ରଭୁ ଦୈତ୍ୟ ସଭାରେ ଆସି ଦେଖା ଦେଲେ। ଏ ରୂପେ ବୋଲି ନମନ୍ତି ସର୍ବେ ଖଣ୍ଡ ଦୂରୁ, ଏ ରୂପେ ବୋଲି ନମନ୍ତି ସର୍ବେ ଖଣ୍ଡେ ଦୂରୁ। ଅସୁରକୁ ଡରି କେହି ନ ଉଠେ ସଭାରୁ, ମୂରକୁ ଦିଶିଲେ ସେହୁ ଯଥା ପରଂ ବ୍ରହ୍ମ। ଶଙ୍ଖ ଚକ୍ର ଗଦା ପଦ୍ମ ରାଜେ ସରିସମ, ଦୈତ୍ୟମାନଙ୍କୁ ଦିଶନ୍ତି କାଳ ଯମ ପ୍ରାୟେ। ସୁବିଜ୍ଞ ମନ୍ତ୍ରୀ କି ଦିଶନ୍ତି ସେ ବ୍ରହ୍ମମୟେ, ବିଷ୍ଣୁଙ୍କୁ ଦେଖିଣ ମନ୍ତ୍ରୀ ମନେ କରେ ସ୍ତୁତି। ସେ ସ୍ତୁତି କରିବାର ଯେ ଗୋବିନ୍ଦ ଜାଣନ୍ତି, ଅନ୍ତର୍ଯ୍ୟାମୀ ଶ୍ରୀହରି ସେ ସବୁ ହୃଦେ ଥାନ୍ତି। ଯେ ଯାହା ପାଞ୍ଚେ ତାହା ସେ ସବୁ ଜାଣିଥାନ୍ତି। ଅଶିଳ ଦେଖେ ଯେ ଏକା ଗରୁଡ଼ର ରଥ, ଏ ରୂପେ ଚାଲନ୍ତି ମାୟା ଢାଳି ଜଗନ୍ନାଥ। ପାବଚ୍ଛକୁ ପାବଚ୍ଛ ଯେ ସତେ ପାବଚ୍ଛ ଯାଏ, ଚଢ଼ି ଯାଉଁ ଯାଉଁ ପ୍ରଭୁ ପାଞ୍ଚନ୍ତି କଥାଏ। ବୋଲନ୍ତି ଧନ୍ୟରେ ମୋର ତୋର ଭାଗ୍ୟ ରାଶି, ଏତେ କାଳ ଯାଏ ଶିରି ଭୋଗ କଲୁ ଆସି। ଦେବଲୋକ ନରଲୋକ ନାଗ ଲୋକ ମୂଳେ, ଖଟାଇ ରଖିଲୁ ଆଣି ୟାଙ୍କୁ ସଭା ତଳେ। ଏବେ ବିଧାତା ଫେରିଲା ଆଣି ତାଙ୍କ ଦଶା, ମଞ୍ଜାରିର ଭୟେ ଯେହ୍ନେ ଲୁଚି ଯାଏ ମୂଷା। ଏମାନେ ସେହି ରୂପରେ ହେଲେ ଜାଣ ତୋତେ, ଗୁହାରି କେବଳ ଯାଇ କରିଥାନ୍ତି ମୋତେ। ତାହାଙ୍କ ବିକଳ ଆମ୍ଭେ ନ ପାରିଲୁ ସହି, ଜନ୍ମିଲୁ ଆସି ମାନବ ତନୁ ଆମ୍ଭେ ବହି। ବିଷ୍ଣୁର ହାତେ ମରିବୁ ବୋଲି ଜାଣିଥିଲୁ, ବିଷ୍ଣୁର ହାତେ ମରିବୁ ବୋଲି ଜାଣିଥିଲୁ। ଏବେ ପୁଣି ଖୋଜି ଲୋଡ଼ି ଗୃହେ ଅଣାଇଲୁ। ସୁପଣ୍ଡିତ ଜନମାନେ କରନ୍ତି ଯା ଲକ୍ଷ୍ୟ, କେତେବେଳେ ନୁହଁଇ ସେ କଥା ଜାଣ ମିଛ। ମୂର୍ଖ ଦେହରେ ଦଣ୍ଡ ନ ପଡ଼ିବା ପର୍ଯ୍ୟନ୍ତେ, ନ ମାନେ କାହାକୁ ସେ ସଂସାରେ ଛନ୍ତି ଯେତେ। ତାହାର ସୁଖ କଥା ତ ସେ ଏକା ଜାଣଇ, ପ୍ରମାଦ ମାଡ଼ି ପଡ଼ିବ ବୋଲି ନ ପାଞ୍ଚଇ। ଏହିଠାରୁ ମୃତ୍ୟୁ ତୋତେ ହେଲା ପରାପତ, ଭଲକୁ ଲୋଡ଼ି ଲୋଡ଼ିଲୁ ଏବେ ମନ୍ଦ କୃତ୍ୟ। କାହିଁ ହଜିଯିବ ଏବେ ଆସ୍ଥାନ ତୋହର,
କାଳକୂଟ ଭକ୍ଷୀ ଏବେ ନ ପାରୁ ଅସୁର ଏତେ ପାଞ୍ଚି ଗୋବିନ୍ଦ ଆସ୍ଥାନ ତଳେ ମିଳି ଜଳର ମଧ୍ୟରେ ଯେହ୍ନେ ହଂସ କରେ କେଳି ମୋରାସୁର ପାଶେ ଯାଇ ମିଳିଲେ ଗୋବିନ୍ଦ ମୋରାସୁର ପାଶେ ଯାଇ ମିଳିଲେ ଗୋବିନ୍ଦେ ସଭାରେ ବସିଣ ଲୋକେ ଚାହାନ୍ତି ନିଶବ୍ଦେ ବୃଷଭ ସୁର ବିପଲ ମଧ୍ୟ ଯେହ୍ନେ ଦିଶେ ସେପରି ଦିଶନ୍ତି ସଭା ମଧ୍ୟ ଜଗଦିଶେ ତାରାଗଣଙ୍କ ମଧ୍ୟରେ ଚନ୍ଦ୍ର ଯେହ୍ନେ ଉଦେ ନୃସିଂହ ଦିଶନ୍ତି ସେହି ରୂପେ ସଭା ମଧ୍ୟ ବିଜୁଳି କଳା ମେଘରେ ଯେହ୍ନେ ଦିଶୁଥାଇ ସେହିପରି ନୃସିଂହଙ୍କ ଜ୍ୟୋତ୍ସ୍ନା ବିରାଜଇ ଦୈତ୍ୟକୁ ଦିଶନ୍ତି ମହାପ୍ରଭୁ ମେରୁ ପ୍ରାୟେ ଦେଖିକରି ଦୈତ୍ୟ ଯାକ କରୁଥାନ୍ତି ଭୟ ଏଥୁ ଅନନ୍ତରେ କଥା ଶୁଣ ହେ ନାରଦ ଦୈତ୍ୟଙ୍କ ସଭାରେ ବିଜେ କଲେ ଗୋବିନ୍ଦ ରାଜାର ଆଗେ ମିଳିଲେ ଯାଇବେନି ଭାଇ ଦେଖିଲା ବିଷ୍ଣୁଙ୍କୁ ମୋର ନୟନ ପୁରାଇ ପାଦଠାରୁ ଶିର ଯାଏ ନିରେଖି ଚାହିଁଲା ଥରେ ଚକ୍ଷୁ ବୁଜି ପୁଣି ଲେଉଟି ଚାହିଁଲା ଲୋତକ ଧାରା ନୟନ ପଡ଼େ ଖସି ତାର ପରଳ ଫାଟିଣ ଲୁହ ବହେ ଝର ଝର ବସନ କରରେ ଧରି ପୋଛେ ହସ୍ତ ଟେକି ମନରେ ପାଞ୍ଚି ଆଣିଲି ଭଲା ଶତ୍ରୁ ଡାକି ମନରେ ପାଞ୍ଚେ ଆଣିଲି ଭଲା ଶତ୍ରୁ ଡାକି ହାତରେ ମୋ ପଡ଼ିଲାଣି ଆଉ ଯିବେ କାହିଁ ଯାହା ପାରିବି କରିବି ତାହା ଘରେ ଥୋଇ ପୋଷିଲା ମାଛ ପରାଏ ହେଲେ ଏବେ ମୋର ବାପକୁ ଯେ ପଠିଆଇ ଦେବି ଆଗ ତାର ତହିଁ ଉତ୍ତାରୁ ରଖିବି ପୁଣ ଦିନା କେତେ କାଳେ କୌଶଳେ ମାରିବି ପୁତ୍ରଙ୍କର ହସ୍ତେ ଏ ରୂପେ ବିଷ୍ଣୁ ବୋଲି ନଥିଲି ମୁହିଁ ଜାଣି ବୁଝିଲି ନିଶ୍ଚୟ ଏହୁ ଅଟେ ଚକ୍ରପାଣି ଏହାକୁ ମାରି ପାରିବି ଯେବେ ମୁହିଁ ହସ୍ତେ ଅମର ହୋଇ ରହିବି ମୁହିଁ ଦିନା କେତେ ନୋହିଲେ ମରିବି ଏହା ହାତେ ଯେବେ ମୁହିଁ ରହିବି ବୈକୁଣ୍ଠ ପରେ ମୁଖ୍ୟ ହୋଇଯାଇ ଏ ରୂପେ ପାଞ୍ଚି ଲେଉଟି ପୁଣି ବିଚାରିଲା ଏହି ବେନି ଭାଇ ହାତେ ହେବ କିସ ଭଲା ବୁଝିଲେ ଅଟନ୍ତି ସିନା ବ୍ରାହ୍ମଣର ବଛି ସଙ୍ଗେ ସୈନ୍ୟ ବଳ ଆଣି ନାହାନ୍ତି ଯେ କିଛି ମୋହର ଯେ ବୁଝିଛନ୍ତି ମୋହର ତ ବୁଝିଲେ ତ ଛନ୍ତି ଯେତେ ସୈନ୍ୟ 24 ସେନା ଅଟନ୍ତି ମୋର ଜାତୁଧାନ ଦାରୁଣ ଭାଇ ବ୍ରହ୍ମାଣ୍ଡ ଜିଣି ପାରେ ଅଛି ମୋହଠାରୁ ବଳିଆର କ୍ଷତ୍ରିୟ କେ ଅଛି ଆବର ବାଳକେ ମୋର ଯେତେକ ଅଛନ୍ତି 17 ଲକ୍ଷ କୁମର 9 ଲକ୍ଷ ନାତି ଏହାଙ୍କ ହାତରେ ଆଗ କଳେ ମରାଇବି ଏମାନେ ନ ପାରିଲେ ମୁଁ ପଛେ ସଂହାରିବି ଏ ରୂପେ ପାଞ୍ଚି ବଲ୍ଲଭ ରାଜା ମୁଖ ଚାହିଁ ବୋଇଲା ତୁମ୍ଭେଟି ପରା ବଦ୍ରିକା ନୃସାଇଁ ତୁମ୍ଭର ନୃସିଂହ ଶେଷ ଦୁହେଁ କି ହୋସୁତ କି ରୂପେ ସାଧିଲେ ବିପ୍ର ହୋଇ କ୍ଷତ୍ରିବୃତ ଯାହାର ଯେବଣ ବିଦ୍ୟା ତାଙ୍କ ତାହା ଗଛେ କାହୁଁ ଏହି ବିଦ୍ୟା ଯାକ ଶିଖିଲେ ତ ବଛେ ତୁମ୍ଭର ପୁତ୍ର ବୋଲିଣ ନଥିଲି ମୁଁ ଚିହ୍ନି ତୁମ୍ଭ ପୁତ୍ର ବୋଲି କହିଲେ ଯେ ନାରଦ ମୁନି ତୁମ୍ଭ ପୁତ୍ର ବୋଲି କହିଲେ ନାରଦ ମୁନି ତେଣୁ କରି ଡକାଇ ମୁଁ ଆଣିଲି ହେ ଜାଣ ବିଦ୍ୟା କହିବାକୁ ଶ୍ରେଷ୍ଠ ଅଟନ୍ତି ବ୍ରାହ୍ମଣ ବ୍ରାହ୍ମଣ ମୁଖେ ପୁରାଣ ବିଦ୍ୟା ଶୁଣୁଥିଲେ ତାହାର ବଂଶ ଉଜ୍ଜଳ ହୁଏ କର୍ମ କଲେ ତୁମ୍ଭର ପୁତ୍ରେ ହୁଅନ୍ତୁ ଶିଖନ୍ତୁ ଏ ଗୁରୁ ତୁମ୍ଭର ପୁତ୍ରେ ହୁଅନ୍ତୁ ଏବେ ବିଦ୍ୟା ଗୁରୁ ମୋହର ପୁତ୍ରେ ଶିଖନ୍ତୁ ବିଦ୍ୟା ତାଙ୍କ ଠାରୁ ତୁମ୍ଭର ଶ୍ରଦ୍ଧା ହୋଇଲେ ତାଙ୍କ ସାଥ ଥାଅ ନୋହିଲେ ସମର୍ପି ଦେଇ ରାଜ୍ୟେ ତୁମ୍ଭେ ଯାଅ ମାସକ ମଧ୍ୟ ପଢ଼ାଇ ଜାଣ ବିଦ୍ୟା ତତ୍ତ୍ୱ ତୁମ୍ଭ ରାଜ୍ୟକୁ ମେଲାଣି ହୋଇଯିବ ଏଥ ମାସକ ମଧ୍ୟ ପଢ଼ାଇ ଜାଣ ବିଦ୍ୟା ତତ୍ତ୍ୱ ତୁମ ରାଜ୍ୟକୁ ମେଲାଣି ହୋଇଯିବେ ଏଥୁ ମାୟା ବଲ୍ଲଭ ଏ ରୂପେ ରାଜା ମୁଖୁ ଶୁଣି ବୋଇଲେ ତୁମ୍ଭେ ତ ଅଟ ଦୈତ୍ୟ ଶିରୋମଣି ଏଥକୁ ତୁମ୍ଭଙ୍କୁ ପଦେ କହୁଅଛି ମୁହିଁ ଶୁଣିଣ କୋପ ନ କର ଏକା ରାଜା ତୁହି ମୋହର ବେନି ପୋଏ ତ ଅଟ୍ୟନ୍ତି ଅଲ୍ୟଳ ଯେ ଭଜି ପାରେ ତାହାର ଲାଗନ୍ତି ଯେ ମୂଳ ଯେ ଯାହା ମାଗନ୍ତି ଦିଅନ୍ତି ବଳେ ତାଙ୍କୁ ତାହା ଏ ରୂପେ ନୃସିଂହ ମୋ ଅଟନ୍ତି ଚଉବାହା କାହାକୁ କେବେ ପଢ଼ାଇ ନାହିଁ ଏହୁ ପାଠ ପ୍ରଥମ ଦିନୁ ନାହାନ୍ତି ଘରେ ଖୋଲିଲାଟ
ସଂସାର ଲୋକେ ଖେଳନ୍ତି ଯେତେବେଳେ ଖେଳ ତାହା ତ ଜାଣି ନାହାନ୍ତି ମୋର ବେନି ବାଳ। ବାଳକ ଦିନରୁ ଅନ୍ନ ଭୁଞ୍ଜି ନ ଜାଣନ୍ତି ଭୁଞ୍ଜାୟଣ ଦେଲେ ଜାଣ ତେବେ ସେ ଭୁଞ୍ଜନ୍ତି। ଓଙ୍କାର ମନ୍ତ୍ରେ ପ୍ରସାଦ ନେଇ ଲାଗିଦେଲେ ମହାସୁଖେ ଭୋଗ ଭୁଞ୍ଜି ବସିଥାନ୍ତି ଭଲେ। ଆବର ତିନି ଧୂପ ଯେ ପାଞ୍ଚ ଅବକାଶ ଏ ରୂପେ ଘେନନ୍ତି ନିତ୍ୟ ପୂଜା ଜଗଦୀଶ। ବଡ଼ ସିଂହାର ବେଶ ସେ ସର୍ବଦା ହୁଅନ୍ତି ଏ ରୂପେ ପୁତ୍ରଙ୍କର ମୁଁ ଅଟେ ରାଜନୀତି। ବୁଝିଲେ ପୃଥ୍ୱୀଯାକୁ ତୁ ଅଛୁ ସାଧ୍ୟ କରି ତ ତୁଲେ ପାରିବେ କି ମୋ ପୋଏ ଶସ୍ତ୍ର ଧରି। ଆପଣ ଲୋଡ଼ିଲାରୁ ଯେ ଆଣିଲଇଁ ମୁହିଁ ଦେଖିଲେ ଦୟା କରିବୁ ଅବା ବୋଲି ତୋହି। ତୁ ଆଜ୍ଞା କଲେ ନିଅନ୍ତି ମୋର ବେନି ଶିଷ୍ୟ ଏହା ଶୁଣି ମୁରାସୁର ହେଲା ହସ ହସ। ବୋଇଲା ଭଲ କହିଲୁ ତୁହି କଥା ପାଞ୍ଚି ଜାଣିବା ଲୋକ ହୋଇ ନ ଜାଣୁ ପରା କିଛି। ଆଣିଛି ଏତେ ଆଦର କରି ତୋର ବଳା ଏବେ କି ବୋଲି ବୋଲିବା ତୋତେ ଘେନି ପଳା। ତାହାଙ୍କୁ ଆଣିଛି ବିଦ୍ୟା ପଢ଼ାଇବେ ବୋଲି ତୁହି ବୋଲୁଅଛୁ ଆମ୍ଭେ ଯିବୁ ଘେନି କାଲି। ଆସିଲେ ସେ କାହିଁ ପାଇଁ ଯିବେ କାହିଁ ପାଇଁ ଏକଥା ବିଚାର ତୋର ମନେ ହେଉନାହିଁ। ମୁଁ ଏବେ କହୁଅଛି ତୁ ଏବେ ଚଳିଯାଅ ମାସ ପୁରିଲେ ତୋ ପଛେ ଯିବେ ବେନି ପୁଅ। ଏବେ ତାଙ୍କୁ ମୋତେ ଯେବେ ସମର୍ପିଣ ଯିବୁ ବିଷ୍ଣୁର ପରାୟ ତାଙ୍କୁ ଆମ୍ଭେ ପାଳିଥିବୁ। ଏମନ୍ତେ ଆମ୍ଭେ କାହୁଁ ନ ଯିବୁ ଯେବେ ତୁହି ତୋତେ ଆଉ କହିଲେ କି ହେବ ବଳିଆଇ। ଯିବାର ମନ ହେଲେ ତବେ ଏ ଚଳିଯାଅ ମହତ ଉଣା କରିଣ ବଚନ ନ କହ। ଏ ରୂପେ ଦୈତ୍ୟ ଆଣ୍ଟରେ କଥା କହି କହି ତରାଟିଲା ଚକ୍ଷୁ ବେନି ରାଜାଙ୍କୁ ଅନାଇ। ଦଇତର ଚକ୍ଷୁତ୍ରାସ ଦେଖି ଭଗବାନ ଅନ୍ତର୍ଗତରେ ପାଞ୍ଚିଣ ବିଚାରିଲେ ମନ। ବୋଇଲା ଆସିଲ ଘେନି ପାପିଷ୍ଠ ତ ମୋତେ ହାତେ ପଡ଼ିବା ଦ୍ରବ୍ୟ ନ ଛାଡ଼େ କଦାଚିତେ। ଏହି ରୂପେ ମନେ ମନେ ପାଞ୍ଚି ଭାବଗ୍ରାହୀ ବୋଲନ୍ତି ହେ ସାବଧାନେ ଶୁଣ ନୃପସାହିଁ। ଆମ୍ଭେ ଯେ ବିପ୍ରକୂଳରେ ହେଲୁ ଅବତାର ଧରିଲୁ ନୃସିଂହ ନାମ ରହି କଳେବର। କେବଳ ପୁରାଣ ବେଦ ଶାସ୍ତ୍ର ଆମ୍ଭେ ପଢ଼ୁ ଭୋଜନ କରୁ ହସ୍ତରେ ଧରି ତମ୍ବା ଗଢ଼ୁ। କେବଳ କୌତୁକରେ କ୍ଷତ୍ରି ସଙ୍ଗେ ପଡ଼ି ଶିଖିଛୁ ଥୋକାଏ ଧନୁର୍ବିଦ୍ୟା ଗୁରୁ ଲୋଡ଼ି। ଓହୋଟ ବାହାସ୍ଫୋଟ ଝଞ୍ଜାଳି ଚଉଦଳ ଜାରଣ ମାରଣାଦି ଧାରଣ ଅନର୍ଗଳ। ଚକା ବରଡ଼ ଯେ ଖମ୍ବ ମାଲ ବିନ୍ଧାଯାଏ ଏ ବିଦ୍ୟାକୁ ଶିଖାଇଲେ କୋପିବୁ ତୁରାଏ। ଏହା ଶୁଣି ମୁରାସୁର ମନେ ଅଳ୍ପ ହସି ବୋଲେ ଏ ରୂପେ ମିଳିବେ କାହୁଁ ଗୁରୁ ଆସି। ନୃସିଂହ ବୋଇଲେ ତେବେ ତୋଳ ବିଦ୍ୟା ଘର ଯୋଜନ ଅନ୍ତରେ ନଦୀ ଶରଣାର ତୀର। ଶରଣ ଭଦ୍ରା ବୋଲି ସେ ତୀର୍ଥ ନାମ କହି ସେଠାରେ ବିଦ୍ୟା ପଢ଼ିବେ ତୋର ପୋଏ ଯାଇ। ଗଣେଶ ଶାରଦା ଦେବୀ ସ୍ଥାପିବ ସେଠାରେ ଆମ୍ଭେ ମଧ୍ୟ କରିବାକୁ ବସା ସେହିଠାରେ। ଶରଣ ଭଦ୍ରା ନାମରେ ଅଟେ ସେହୁ ନଦୀ ସେଠାରେ ପଢ଼ିଲେ ବିଦ୍ୟା ଶୀଘ୍ର ହେବ ସିଦ୍ଧି। ତୁମ୍ଭର ମନ ଆମ୍ଭଙ୍କୁ ହେଲା ଯେବେ ଶ୍ରଦ୍ଧା ପଢ଼ନ୍ତୁ ତୋର ତନ ଏ ସବୁ ଧନୁର୍ବିଦ୍ୟା। ଏହା ଶୁଣି ହେଉ ବୋଲି ବୋଲେ ଦୈତ୍ୟ ରାଜା ଶ୍ରୀ ଆଜ୍ଞା ପ୍ରମାଣେ କଲେ ନଗରକୁ ଖଞ୍ଜା। ମାୟା ବଲ୍ଲଭ ମେଲାଣି ମାଗି ଚଳିଗଲେ ତତକାଳେ ଶ୍ରୀ ନୃସିଂହ ଦେହେ ଲୀନ ହେଲେ। ଦିଶିଲେ ଦୈତ୍ୟମାନଙ୍କୁ ରାଜ୍ୟ କଲା ପ୍ରାୟେ ଶୁଣ ହେ ନାରଦ ବୋଲି କହନ୍ତି ଧାତାଏ। ଶ୍ରୀ ବିଷ୍ଣୁଙ୍କ ଯୋଗ ମାୟା ସବୁଙ୍କୁ ଅଜଣା ଦେଖୁ ଦେଖୁ ପ୍ରାଣୀମାନେ ହୁଅନ୍ତି ଯେ ବଣା। ମେଲାଣି ପାଇ ବଲ୍ଲଭ ରାଜା ଆଗୁ ଗଲେ କେହି ନ ଜାଣନ୍ତି ବିଷ୍ଣୁ ଦେହେ ଲୀନ ହେଲେ। ଏଥି ଉତ୍ତାରୁ ରାଜାର ମଉଳିଲା ସଭା ଗଲେ ଯେ ଯାହାପୁରକୁ ଋଷି ନର ଦେବା। ନୃସିଂହ ଶେଷ ଦେବଙ୍କୁ କରାଇ ଗୌରବ ଆଖଡ଼ା ନଗ୍ର ମଧ୍ୟରେ ଦେଲା ନେଇ ଠାବ। ପାଚେରି ସେ ବେଢ଼ାଇଲା ଗୃହ ଚଉପାଶେ ଜଗୁଆଳ ଲୋକ ନେଇ ରଖିଲା ହରସେ। ଆବର ଲକ୍ଷେକ ଲୋକ ବାହାରି ରଖିଲା ବେନି ଭାଇଙ୍କୁ ସେ ନେଇ ନଗ୍ରେ ବନ୍ଦୀ କଲା। ସେ ଦୁହିଁଙ୍କୁ ବାହାରକୁ କେବେ ନ ଛାଡ଼ଇ ସେ ବନ୍ଦୀ କଥା ଜାଣନ୍ତି ଏକା ଭାବଗ୍ରାହୀ। ନୃସିଂହ ପ୍ରଭୁ ମନରେ ଯେତେ କଥା ଅଛି ମୁରାସୁରକୁ ଗୋଚର ତାହା ନାହିଁ କିଛି। ମାରିବି ବୋଲି
ରଖିଛି ସିନା ବନ୍ଦୀ କରି, ଜାଣନ୍ତି ତାହାର ମନ କଥା ଏକା ହରି। ଆଖଡ଼ା ନଗରରେ ପ୍ରଭୁ ହୋଇଲେ ପ୍ରବେଶ, ଗରୁଡ଼କୁ ସଙ୍ଗେ ନେଉଥିଲେ ଜଗଦୀଶ। ଏଣେ ବ୍ରହ୍ମା ନୃସିଂହଙ୍କ ବାର୍ତ୍ତା ସବୁ ପାଇ, ପେଶିଲେ ବିଶ୍ୱକର୍ମାକୁ ସୁଧା ଭାଣ୍ଡ ଦେଇ। ବୋଇଲେ ନୃସିଂହ ପାଶେ ବ୍ୟଗ୍ରେ ତୁମ୍ଭେ ଯାଅ, ଯେ ବଣ ଆଜ୍ଞା ଦେବେ ସେ କଥା କରୁଥାଅ। କନକାବତୀରେ ପ୍ରଭୁ ଯେତେ ଦିନ ଥିବେ, ଆସ ଯାଅ ହେଉଥିବ ହରି ବିଳସିବେ। ଏ ରୂପେ ବିଶ୍ୱକର୍ମାକୁ ବ୍ରହ୍ମା କହି ପେଶି, ମିଳିଲା ସେ ବିଶ୍ୱକର୍ମା ମାୟା ରୂପେ ଆସି। ନୃସିଂହଙ୍କ ପଦ୍ମପାଦେ ଆସି ପ୍ରଣମିଲା, ବିଧାତା କହିବା ବାକ୍ୟ ଆନନ୍ଦେ କହିଲା। ଅଷ୍ଟରତ୍ନରେ ଖଞ୍ଜି ଆସନ କରିଲା, ଏଥିରେ ବିଜୟ କର ବୋଲି ଜଣାଇଲା। ମୁକୁତା ହୀରା ନୀଳା ଯେ ମାଣିକ୍ୟ ବୈଡୂର୍ଯ୍ୟ, ସୁବର୍ଣ୍ଣରେ ନିର୍ଭା କରି ଦେଲା ସର୍ବସଜ। ବ୍ରହ୍ମାଙ୍କ ଉପନ ଆଣିଥିଲା ଯେତେ ବିଧି, ନୃସିଂହ ମଣୋହିକି ଯେ କରିଦେଲା ସିଦ୍ଧି। ହୀରା ନୀଳା ଯେ ବାଙ୍କୁଆ ଆସନ ଗୃହକୁ, ଖଞ୍ଜିଲା ସମସ୍ତ ଆଣି ନୃସିଂହ ଦେବଙ୍କୁ। ଗଜମତି ପଲ୍ଲଙ୍କ ସୁପାତି ସେଜ ଆଦି, ଯାବତ ସର୍ଜନା କରି ଦେଲେ ବିଶ୍ୱଭେଦୀ। ବୋଇଲା ବ୍ରହ୍ମାଙ୍କ ବୋଲେ ଛାମୁକୁ ଆସିଲି, ଦୈତଙ୍କୁ ଦୋଷ ନୋହି ଅଳ୍ପେ ନିର୍ଭା କଲି। ଯାହାର ଆଜ୍ଞାରେ କୋଟି ସୃଷ୍ଟି ହେବେ ସଜ, ସେ ପ୍ରଭୁଙ୍କୁ କେତେ ମାତ୍ର ଅଟଇ ଐଶ୍ୱର୍ଯ୍ୟ। ପ୍ରଭୁ ପାଶେ ବିଶ୍ୱକର୍ମା ଜଣାନ୍ତେ ଏ ରୂପେ, ମନେ ମନେ ମହାପ୍ରଭୁ ହସନ୍ତି ଅଳପେ। ବୋଲନ୍ତି ବିଶ୍ୱକର୍ମାକୁ ଚାହିଁ ଭାବଗ୍ରାହୀ, ଯାଅ ଯା ଚଳି ଏଠାରୁ ବେଗେ ଏବେ ତୁହି। ଆମ୍ଭେ ଚିନ୍ତିଲେ ଏକା ଯା ଆସ ହେଉଥିବୁ, ଆମ୍ଭର କଥା ଲାଗିଲା ତୋତେ ଏଥେ ସବୁ। ଏହା ଶୁଣି ବିଶ୍ୱକର୍ମା ଗଲା ସୁଧା ଦେଇ, ବୋଇଲା ସୁମରିଲେ ମୁଁ ନିଶ୍ଚେ ଆସିବହିଁ। ଏଥି ଉତ୍ତାରୁ ଆଶ୍ୱିନ ହେଲା ସନ୍ଧ୍ୟାକାଳ, ଆଳତି ଧୂପ ଲାଗି ଯେ ହେଲେ ଆଦି ମୂଳ। ପ୍ରତିଦିନ ଯଥାବିଧି ସବୁ ରାଜନୀତି, ନୃସିଂହ ପ୍ରଭୁଙ୍କୁ କରେ ସେ ଗରୁଡ଼ ଯତି। ଗରୁଡ଼ ଏକା ଯାବତ ନିତ୍ୟାଚାର କରେ, ଦୈତ୍ୟକୁ ନୁହେଁ ଜଣା କନକାବତୀରେ। ବ୍ରହ୍ମା ପଠିଆଇଥିଲେ ସେ ଅମୃତ ଭାଣ୍ଡ, ଆବର ଦେଖିଲେ ତହିଁ ଅଛି ପୁରୀ ଖଣ୍ଡ। ନୃସିଂହ ବୋଇଲେ ଏହା ପରଶିବ କେହୁ, ଭୁଞ୍ଜିବା ଆଗ ସୁଖରେ ସବୁ କଥା ଥାଉ। ମିଳିବ ଅପୂର୍ବ ଫଳ ରସ ଯେବେ ଆସି, ତତ୍କାଳେ କରିବ ସୁଖେ ଭୋଗ ତାହା ବସି। ନବୀନ କୁସୁମବତୀ ନାରୀ ଥିବ ଯାର, ହେଳା କରି ତାହାକୁ ଯେ ରଖେ ବାପ ଘର। ସେହି କଥା ବିଡ଼ମ୍ବନ ହୁଅଇ ତତ୍କାଳେ, ଏକଥା ଚିହ୍ନି ପାରନ୍ତି ଏକା ସାଧୁ ଶିଳେ। ଗରୁଡ଼ ବୋଇଲେ ପ୍ରଭୁ ତୁମ୍ଭେ ସୃଷ୍ଟିକର୍ତ୍ତା, ମିଳନ୍ତେ ଆପଣ ମନେ କଲେ ଲୋକମାତା। ଆନ ଲୋକ ଛୁଇଁ ଯେବେ ସୁଧା ପରଶିବ, ଭୁଞ୍ଜି ବସିଲେ ଜଣକୁ ତାହା ନ ଅଣ୍ଟିବ। ଅମୃତ ହସ୍ତା ମାନବ ପରଶିଲେ ଜାଣ, ଭୁଞ୍ଜିଣ ସନ୍ତୁଷ୍ଟ ହେବେ ଶତ ସହସ୍ର ଜାଣ। ପୁଣି ଦେଖିଲେ ଥିବ ସେ ସୁଧା ଭାଣ୍ଡ ପୁରୀ, କେବଳ ପରଶି ଏକା ପାରନ୍ତି ତା ଶିରି। ଲକ୍ଷ୍ମୀ ନୃସିଂହ ବିନୁ ନ ପାରେ କେହୁ ବାଣ୍ଟି, ଛୁଇଁଲେ ଅପରଜନ ସୁଧା ଯିବ ତୁଟି। ଲକ୍ଷ୍ମୀ ଠାକୁରାଣୀ ଏକା ପରଶି ପାରନ୍ତି, ନୋହିଲେ ଶ୍ରୀନାରାୟଣ ପରଶି ଜାଣନ୍ତି। ଗରୁଡ଼ ଠାରୁ ଏ ରୂପେ କଥା ଶୁଣି କରି, ଅଙ୍ଗ ଉଲୁସାଇ ଦେଲେ ତତକ୍ଷଣେ ହରି। ନୃସିଂହ ଆଗେ ପ୍ରକାଶେ ହେଲେ ଲକ୍ଷ୍ମୀ ଆସି, କୁମାର ପୌର୍ଣ୍ଣମୀ ଦିନ ଯେହ୍ନେ ଦିଶେ ଶଶୀ। ଏହା ଦେଖି ଖଗେଶ୍ୱର ନମେ ପଦେ ପଡ଼ି, ପୁଣି ଉଠି ଓଭା ହୋଇ କହେ କର ଯୋଡ଼ି। ବୋଲ ଇ ଜନମ କାଳକୁ କଲି କେତେ ତପ, ବୋଲ ଇ ଜନମ କାଳୁ କଲି କେତେ ତପ। ଏତେ କାଳରେ ଦେଖିଲି ଆସି ଲକ୍ଷ୍ମୀ ରୂପ, ସାକ୍ଷାତରେ ଏକ ଅଙ୍ଗ ଲକ୍ଷ୍ମୀ ନାରାୟଣ। ଯୁଗାନୁସାରେ ବହନ୍ତି ଏହି ରୂପ ଜାଣ, ଶ୍ରୀ ମହାଲକ୍ଷ୍ମୀ ସଂସାରେ ଏକା ଠାକୁରାଣୀ। କରନ୍ତି ସବୁରି କନ୍ଧେ ବିଜେ କମଳିନୀ, ସାକ୍ଷାତରେ ଶ୍ରୀ ନୃସିଂହ ପ୍ରଭୁ ପରଂ ବ୍ରହ୍ମ। ଯେ ସାନ ବଡ଼ କରେ ତା ଅଟେ ମତି ଭ୍ରମ, ଯାବତ ଅବତାରେ ଠାକୁର ଠାକୁରାଣୀ। ଯାବତ ସ୍ତ୍ରୀଙ୍କ ପରେ ଲକ୍ଷ୍ମୀ ଶିରୋମଣି, ନୟନ ପୁରାଇ ମୁହିଁ ଦେଖିଲହିଁ ଏବେ। ସଦାକାଳେ ସେବୁଥିବି ମୁହିଁ ଭକ୍ତି ଭାବେ, ଏହା ଶୁଣି କମଳିନୀ ଅଳ୍ପ ମନେ ହସି। ବୋଇଲେ ଦୟା କଲେଣି ତୋତେ ବ୍ରହ୍ମରାଶି, ନୃସିଂହ ପ୍ରଭୁ ତ ତୋତେ ଦେଲେ ଯେତେ ବର। ସେହି କଥା ଯାକ ସିଦ୍ଧି ହେଉ ଖଗେଶ୍ୱର, ଏଥୁ ଅନନ୍ତରେ ପ୍ରଭୁ ନୃସିଂହ ଠାକୁର। କମଳା ବଦନ ଚାହିଁ କହନ୍ତି ଯେ ଗିର, ବୋଇଲେ ସଖୀ ତୁମ୍ଭେ ତ ସବୁ ଅଛ ଜାଣି। ଆମ୍ଭେ ଜୀବ ତୁମ୍ଭେ ଅଟ ପରମ ଯେ ଶୁଣି, ତେଣୁ ହେ ପରମ ଲକ୍ଷ୍ମୀ ତୁମ୍ଭ ନାମ
नाम राशि सबुरी कंधरे तुम्बे सदा थाओ बसी किटु ब्रह्म जाए दिय समस्तंकु पड़ी भंडारु तुम्भे निय जा भाग्य जाहा लोड़ी करती प्राणी अदृष्ट कुशल रे भोग मरई हिंस्रक पर सुख देखी आग कर्मानुसारे प्राणी को थाओ तुम्भे खंची जे जेते योग्य धन रे ताकू कर राजी एबे जे विधाता जान दधि भांड देई आंभर पाशकू देई छंती पठियाई तुम्भे एबे ताहा कुटी पर सिजे देव सुखे भुंजीबु गरुड़ आंभे शेष देव निर्मलवती स्त्री अन्न परसिले तिनि जनर ग्रास पंचकू अंटे भले आंभे तो एठारे चारि मूर्ति जान थाई केउ रूपरे बंचिबा काल सुख पाई एहा शुणी मने हसी भृगु ऋषि सुता बोइले तुम्भर नाम अटे सुधा भोक्ता अमृत भक्षण कले क्षणे जीव सरी तुम्भर एका अमृत नाम अटे हरि श्रीहरि नाम अमृत आप्यान जे करे से सुधा पीले प्राणी संसार ऋतरे खाइले अमृत सड़ रस जाए सरी बुझिले हरि रस कलना नहे करी अमृत हरि रस जे प्राणी भुंजी पारे ताहार पुण्य भाग के लेखिब महीरे आवर षड़ रस खाइले लोभ करी समय व्याधि जन्मीण निश्चय जाती मरी एहा शुणी सत बोली पांचिले श्रीहरि बोइले सुधा भुंजीबा एबे आग करी शुणीण कमलिनी मणोही कोठी लिपि झोटी मुरुज लेखिण स्वर्ण पीढ़ा तापी बेनी भाईଙ୍କ आसन बेनी निर्भा कले शुणी शेष देव बड़ आनंद होइले बोलंती जे लोक माता अटे माता सम ज्येष्ठ भ्राता पिता सम आंभ परं ब्रह्म लक्ष्मी नृसिंह अटंती ये कई मूरति पांचिबे आबिल एथि हेब नरक गति एहा बोली लक्ष्मीपादे नमी शेष देव बोइले बहुत दिन भेट नाही तब वरुण राजांक लाख बिंधिवार काले लक्ष्मी मातांकु जे देखी लई चर्म डोळे शुणी महालक्ष्मी मने हरस होइले शेष देवंकु चाहिण बहु प्रशंसिले बोइले नृसिंहकर तुम्भे सान भाई त्रेतया जुगे लक्ष्मण पुणी हेब जाई एबे निजुगे तुम्भर दियर होइब द्वापर कली जुगरे देढ़ सुर हेव ए अवतारे आंभंकु तुम्भे थिब मानी सेवा करुथिब हृदय भक्ति भाव घेनी तुम्भे तो आंभंकु सेवा जेते करुथिब तुम्भर से सेवा यथा काले सुझा हेव द्वापर कली जुगे बड़ ठाकुर हेव तुम्भर उद्धार सुझिबा हे शेष देव द्वापर जुगे पुणी श्री बलभद्र रूपे जन्मिम बड़ ठाकुर पणे जाई गोपे श्रीकृष्ण प्रभुंकर जे हेब बड़ भाई एही कथा बेदे लेखी अछंती टीवी नीलगिरी बड़ दांडे जगन्नाथ आगे रथरे विजे करिब बसी कली जुगे ଏହା ଶୁଣି ଶେଷ ଦେବ ବୋଲି ଲକ୍ଷ୍ମୀ ଆଜ୍ଞା କେମେଣ୍ଟି ପାରେ କମଳା ଦେବୀ ବାକ୍ୟ ପ୍ରଜ୍ଞା ଶୁଣି କମଳିନୀ ବଡ଼ ଆନନ୍ଦିତ ହେଲେ ନୃସିଂହ ପାଦେ ସେ ବୀଣ ପାକ ସମ୍ପାଦିଲେ ମଣୋହି କୋଠିରେ ବିଜେ କଲେ ଦୁଇ ଭାଇ ସୁବର୍ଣ୍ଣ ପିଢ଼ା ପରେ ଭସିଲେ ଭାବଗ୍ରାହୀ रत्न पीढ़ारे बसिले पुणी शेष देव गरुड़ अंतरे बसी भजे वासुदेव नृसिंह बोइले तुम्भे शुण खगेश्वर अंतर होई बसिले किंपा खंडे दूर षड़जतीरे जणे तू अटु मोर भक्त भक्ते न देई आंभे न भुंजी पारु भात तोहर मोहर मध्य हेले भोग लागी सर्वे मोक्ष हंती भुंजी प्रसाद को बेगी तोर मोर प्रसाद को महा निर्माल्य अटे तोर मो प्रसाद महा निर्माल्य जे अटे आगे थिबु बसी नीलगिरी वैकुंठे सबु अवतारे तू ही मोहर वाहन तोर मोर प्रसादटी सबुरी भोजन सबु संप्रदा को आंभ प्रसाद निर्माल्य से निर्माल्य अटे एकादशी कैवल्य निर्माल्य सेवा बिना अमेध्य देही अंत काल शरीर नरके पड़ई सतत निर्माल्य सेवा करई जे प्राणी 14 ब्रह्मांडे तार प्राण धन्य पुणी तुझे वे मोरो आगे न बसु खगेश्वर से ही मंदिर गोटी खटे असंस्कार मोहर भकत जेऊ देवगृहे तांती सेठागु तो स्वर्गपुर तुल्य न पड़ती तु एबे मोहर आगे बस खगेश्वर मु जीव अटे परम अटु तु ही मोर अटंती जीव परम दुई एक प्राण एक था चिन्ह केही न पारे संसारेण बुझिले एठारे आंभे चारि मूर्ति थाई श्रीलक्ष्मी नृसिंह शेष
ଗରୁଡ଼ ଯେ ହୋଇ ଅମୃତକୁ ପରସନ୍ତି ଲକ୍ଷ୍ମୀ ଠାକୁରାଣୀ ମନ ଇଚ୍ଛାରେ ଭୁଞ୍ଜିବା ଆଶ ସୁଖେ ପୁଣି ଶୁଣିଣ ଗରୁଡ଼ପତି ଯୋଡ଼ିବେନି କର ବୋଇଲା ସବୁଦିନେ ମୁଁ ତୁମ୍ଭ ପରିଚାର ତବ ଆଜ୍ଞା ପ୍ରମାଣରେ ଅଗ୍ରେ ଥିବି ବସି ଦର୍ଶନେ କରିବେ ଜନେ ମୋ ଦେହ ଆଉଁସି ସବୁରି କର ଲାଗିବ ଧୂତେ ଥିବି ରହି ତପସ୍ୟା କଲା ଲୋକକୁ ଏ ଭାଗ୍ୟ ମିଳଇ ଶୁଣିଣ ହସିଲେ ମନେ ମନେ ଜଗଦୀଶ ଲକ୍ଷ୍ମୀଙ୍କି ବୋଇଲେ ଏବେ ଅମୃତ ପରଶ ଏହା ଶୁଣି ମହାଲକ୍ଷ୍ମୀ ସୁଧା ଭାଣ୍ଡ ଆଣି ଚାରି ଭାଗ କରି ଥୋଇ ଦେଲେ କମଳିନୀ ନୃସିଂହ ପ୍ରଭୁଙ୍କୁ ନେଲେ ପହଣ୍ଡ ମଣାଇ ମଣୋହି କୋଠରେ ବିଜେ କରାଇଲେ ନେଇ ସରୁ ଝିନ ପାଟ ପ୍ରଭୁ ହୋଇଲେ କଲାଗି ଆନନ୍ଦେ ମଣୋହି କଲେ ହୋଇ ଶେଷ ସଙ୍ଗୀ ଆଚମନ ସାରିଣ ପଲଙ୍କେ ବିଜ କଲେ ଶ୍ରୀ ମହାଲକ୍ଷ୍ମୀ ସାରନ୍ତେ ଗରୁଡ଼ ସାରିଲେ ଯେଉଁ ରୂପରେ ଅମୃତ ଭାଣ୍ଡ ପୁରୀ ଥିଲା ଲକ୍ଷ୍ମୀ ହସ୍ତ ଲାଗନ୍ତେ ତିଳାର୍ଦ୍ଧେ ନ ସରିଲା ଏଥୁ ଅନନ୍ତରେ ନରସିଂହ ଦେବ ପୁଣି ବକ୍ଷସ୍ଥଳେ କମଳାଙ୍କୁ ବସାଇଲେ ଆଣି କୋଳରେ ଧରି ଶ୍ରୀଅଙ୍ଗେ ପ୍ରଭୁ ଗୋପ୍ୟ କଲେ ଦିଗବନ୍ଦନ କରିଣ ନିଦେ ପହୁଡ଼ିଲେ ଶେଷ ମଧ୍ୟ ଆସନକୁ ଗଲେ ବିଜେ କରି ନିଦ୍ରାରେ ପହୁଡ଼ିଲେ ସେ ନୃସିଂହ ମୁରାରୀ ସୁଧା ଭୁଞ୍ଜିଣ ଗରୁଡ଼ ଜଗି କରି ବସେ ସୁଦର୍ଶନ ବୁଲଇ ଯେ ନୃସିଂହ ଚୌପାଶେ ଏଥୁ ଅନନ୍ତରେ ରାତ୍ର ହେଲା ଆସି ଶେଷ ନୃସିଂହ ଶରଣ ବିପ୍ର ପୀତାମ୍ବର ଦାସ ଶ୍ରୀ ନୃସିଂହ ପୁରାଣ ଏ ଅମୃତ ସାଗର ଶ୍ରୀ ନୃସିଂହ ଜନ୍ମ ନୀଳା ଏ ଆଦ୍ୟ ଅବତାର ବିଷ୍ଣୁ ଏଠାରୁ ମାନବ ଜନମ ହୋଇଲେ ଚାରି ଅବତାରେ ଚାରି ଲୀଳା କରିଗଲେ ନୃସିଂହ ବାମନ ଅନ୍ତେ ପରଶୁରାମ ରାମ କୃଷ୍ଣ ଅବତାର ପୁଣି ହେଲେ ପରଂ ବ୍ରହ୍ମ ସବୁ ଅବତାରେ ସାର ନୃସିଂହାବତାର ତାହା ଲେଖିବାକୁ ମୁହିଁ କେତେକ ମାତର ବିପ୍ରକୂଳେ ଜନ୍ମି ମୁହିଁ ହେଲି ଅତି ଦୁଃଖୀ ଋଷି କଲ୍ୟା ନଦୀ ଜଳ ଖାଇ ହୁଏ ସୁଖୀ ଗୃହ ଖଣ୍ଡେ ବାନ୍ଧି ମାତ୍ର ନଦୀ ତୀରେ ଅଛି କୁଟୁମ୍ବ ପୋଷେ ଦାତାଏ ଦେଲେ ନିତ୍ୟେ ଯାଚି ପୃଥିବୀ ଯାକ ଭ୍ରମଣ ଦାତା ଦ୍ୱାରୁଆଣୀ ଭୋଜନ କରି ପିୟଇ ଋଷି କଲ୍ୟା ପାଣି ଏଣୁ କରି ସୁଜନ୍ୟ ମୋ ଦୋଷ କ୍ଷମା କର ବାଲୁଙ୍କେଶ୍ୱର ଶିଷ୍ୟ ମୁଁ ବିପ୍ର ପୀତାମ୍ବର ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ହରି ବୋଲ।